କାରଣ ଆଜି ସ୍ନାତକ ପରୀକ୍ଷାର ଫଳ ବାହାରିଛି। ସ୍ନାତକ ପାଠପଢ଼ା ହିଁ ବିଶ୍ୱବିଦ୍ୟାଳୟର ମୂଳଦଣ୍ଡ। ତେଣୁ ସ୍ନାତକ ପରୀକ୍ଷା ଫଳ ବାହାରିବା ମାନେ ବିଶ୍ୱବିଦ୍ୟାଳୟ ପାଇଁ ବହୁତ ଆନନ୍ଦର କଥା। ଆମେ ସେଥିପାଇଁ ଖୁସିର ସହ ଆଜି ଫଳ ପ୍ରକାଶ କରିଛୁ। ମୁଁ ଧନ୍ୟବାଦ ଦେବି ଅଧିକାରୀ ଆମର କଣ୍ଟ୍ରୋଲର ଅଫ୍ ଏକ୍ଜାମିନେସନ୍ ଆଉ କର୍ମଚାରୀ ବନ୍ଧୁଙ୍କୁ ଠିକ୍ ସମୟରେ ମେ 30 ସୁଦ୍ଧା ସେମାନେ ଫଳ ବାହାର କରିଛନ୍ତି। ଫଳରେ ମୁଁ ବହୁତ ଖୁସି ଅଛି। ଏଥିପାଇଁ ଖୁସି ଅଛି ଯେ ଝିଅମାନେ ସବୁଥିରେ ଆଗରେ ଅଛନ୍ତି। ଫିଜିକ୍ସ ଆଉ ଇକୋନୋମିକ୍ସ କମର୍ସକୁ ଛାଡ଼ିଦେଲେ ବାକି ସବୁ ବିଭାଗରେ ଝିଅମାନେ ବାଜି ମାରିଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ। ଆଉ ବହୁତ ଭଲ ରେଜଲ୍ଟ ବି କରିଛନ୍ତି। ସେଥିପାଇଁ ମୁଁ ବହୁତ ଖୁସି। ଏଇଥିରେ ଆମର ଯଦି ଆମେ ଓଭରଅଲ୍ ଦେଖିବା ଗଲା ବର୍ଷଠୁ ଫଳ ଭଲ ହେଇଛି। 3% ଅଧିକା ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ଗଲା ଥର 78.36 ଥିଲା, ଏଥର 81.29 ହେଇଛି। ତେଣୁ 3% ଅଧିକା ଛାତ୍ରଛାତ୍ରୀ ପାସ୍ କରିଛନ୍ତି ଏବଂ କଳାରେ ବହୁତ ବଢ଼ିଛି, ସେଇଟା 86.76, ବିଜ୍ଞାନରେ 70.32, ବାଣିଜ୍ୟରେ 60.15। ଟିକେ ବାଣିଜ୍ୟରେ କମିଛି, ଆମେ ତାକୁ ବି ତର୍ଜମା କରୁଛୁ କେଉଁ କାରଣରୁ କମିଛି ତାକୁ ଆଗକୁ ଆମେ ଆଉ ଟିକେ ଦୃଷ୍ଟି ଦେବୁ। ଏବଂ କେଉଁଝର ଆଉ ମୟୂରଭଞ୍ଜ ସବୁଠି ଝିଅମାନେ ଭଲ ଫଳ କରିଛନ୍ତି, ସେଥିପାଇଁ ଆମେ ବହୁତ ଖୁସି। ଏଠି ମୟୂରଭଞ୍ଜରେ ଆର୍ଟ୍ସରେ କଳାରେ 86.90 ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ ବିଜ୍ଞାନରେ 71.60 ଏବଂ ବାଣିଜ୍ୟରେ 60% ଛାତ୍ରଛାତ୍ରୀ ପାସ୍ କରିଛନ୍ତି। କେଉଁଝରରେ 86.49 କଳାରେ ପାସ୍ କରିଥିବା ବେଳେ 68.18 ବିଜ୍ଞାନରେ ପାସ୍ କରିଛନ୍ତି ଏବଂ 60.37 ପାସ୍ କରିଛନ୍ତି ବାଣିଜ୍ୟରେ। ମୁଁ ଆପଣମାନଙ୍କୁ କହି ରଖୁଛି ଯେ ଆମର ଯାହା ଟପର୍ସ ଲିଷ୍ଟ ଆମେ ଦେଖିଲୁ, ସେଥିରେ କଳାକୁ ଯଦି ବିଚାରକୁ ନେବା କେବଳ ଇକୋନୋମିକ୍ସକୁ ଛାଡ଼ିଦେଲେ ବାକି ସବୁ ବିଭାଗରେ ଝିଅମାନେ ଟପର ହେଇଛନ୍ତି। ଆଉ ଓଭରଅଲ୍ ଟପର ହେଇଛନ୍ତି ଆମର ଶୁଭଲକ୍ଷ୍ମୀ ଟୁଡୁ ଆନ୍ଥ୍ରୋପୋଲୋଜି ବିଷୟରେ ରାଇରଙ୍ଗପୁର କଲେଜର କଳାରେ। ବିଜ୍ଞାନରେ ଓଭରଅଲ୍ ଟପର ହେଇଛନ୍ତି ବିକାଶ ସାହୁ, ଫିଜିକ୍ସରେ ସୀମାନ୍ତ କଲେଜର। ବାକି ସବୁ ବିଭାଗରେ ବି ଝିଅମାନେ ହିଁ ଟପ୍ କରିଛନ୍ତି। ବାକି ବାଣିଜ୍ୟରେ ଶାଶ୍ୱତ ଖୁଣ୍ଟିଆ ଟପ୍ କରିଛନ୍ତି। ବାଣିଜ୍ୟରେ ଗୋଟେ ଯେହେତୁ ବିଭାଗ, ସେଥିରେ କେବଳ ଶାଶ୍ୱତ ଖୁଣ୍ଟିଆ ହିଁ ଟପ୍ କରିଛନ୍ତି। ସେଥିପାଇଁ ମୁଁ ଅଭିନନ୍ଦନ ଜଣାଇବି ଝିଅମାନଙ୍କୁ ଯେ ସେମାନେ ବହୁତ ଭଲ କରିଛନ୍ତି ଏବଂ ମହାବିଦ୍ୟାଳୟମାନଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇବି। ଆମର ଯେଉଁ ମହାବିଦ୍ୟାଳୟମାନଙ୍କର ଅଧିକା ଛାତ୍ରଛାତ୍ରୀ, ଯେମିତି ଆମେ ଧରି ନେବା ଯେ ପୁରୁଣା କଲେଜ ହିସାବରେ ରାଇରଙ୍ଗପୁର କୁହନ୍ତୁ ବା ଆପଣଙ୍କର ସୀମାନ୍ତ କୁହନ୍ତୁ ବା ବିବି କଲେଜ କୁହନ୍ତୁ, ଏସବୁ ମହାବିଦ୍ୟାଳୟର ରେଜଲ୍ଟ ସେମାନେ ଭଲ କରିଛନ୍ତି। ଆଗକୁ ଆଶା କରିବି ଆମ ପୁଅ ଝିଅମାନେ ଆହୁରି ଭଲ ପରୀକ୍ଷା ଫଳ କରନ୍ତୁ, ଭଲରେ ଉତ୍ତୀର୍ଣ୍ଣ ହୁଅନ୍ତୁ ଏବଂ ତାଙ୍କର କ୍ୟାରିୟର ଆଗକୁ ବଢ଼ାନ୍ତୁ।